ଡ୍ୟାନ୍ସ କ୍ଲାସରେ କେକ୍ କଟିଂ କାହିଁକି ହେଲା? ହ୍ୟାଲୋ ଗାଇଜ୍, ୱେଲକମ୍ ଟୁ ଏ ମିନି ବ୍ଲଗ। ଆଜି ହେଉଛି ଡେ 51। ତ ସକାଳୁ ସକାଳୁ ରେଡି ହେଇକି ମୁଁ ବାହାରି ପଳେଇ ଆସିଥିଲି ମୋର ଡଗରପଡ଼ା କ୍ଲାସକୁ ମୁଁ ଆଜି ନେଇକି ଆସିଥିଲି କେକ୍। ଆପଣମାନେ ଭାବୁଥିବେ କ'ଣ ପାଇଁ କେକ୍ ନେଇକି ଆସିଛି ପୁଣି ଅବେଳାରେ। କାହିଁକି ନା ଏବେ ତ ଜଷ୍ଟ ଯାଇଛି ଶିଶୁ ଦିବସ। ମୁଁ ଡଗରପଡ଼ା କ୍ଲାସ୍ ଆସିପାରିନଥିଲି କିଛି ପ୍ରୋବ୍ଲେମ୍ ପାଇଁ। ତ ପିଲାମାନେ ସବୁ ମୋତେ ଭିଡ଼ିଓ କଲ୍ କରିକି କହିଥିଲେ ସେଦିନ କି ଗୁରୁମା ଆପଣ ଯେତେବେଳେ ନେକ୍ସଟ କ୍ଲାସ୍ ଆସିବେ କେକ୍ ନେଇକି ଆସିବେ, ଆମେ ଏଠି ସେଲିବ୍ରେସନ୍ କରିବା। ତ ପିଲାମାନଙ୍କ କଥା ବି ମୁଁ କାଟି ପାରିବିନି। ଏକରେ ମୁଁ ସେଲିବ୍ରେସନ୍ ବି କିଛି କରିନଥିଲି, ମୋତେ ବି ଭଲ ଲାଗୁନଥିଲା। ତ ପିଲାମାନଙ୍କୁ କେକ୍ କଟିଂ କରି ସେଲିବ୍ରେସନ୍ କରିକି କେକ୍ ଦେଲି ଖାଇବା ପାଇଁ। ଏଠି ପିଲାମାନେ ଆସି ଧୁଆଧୁଇ ହେଉଥିଲେ। ତାପରେ ମୁଁ ଚକୋଲେଟ୍ ନେଇକି ଆସିଥିଲି ପିଲାମାନଙ୍କ ପାଇଁ। ପିଲାମାନଙ୍କୁ ସମସ୍ତଙ୍କୁ ଚକୋଲେଟ୍ ଦେଲି। ତାପରେ ଡ୍ୟାନ୍ସ ପ୍ରାକ୍ଟିସ୍ କରିକି ମୁଁ ବାହାରିକି ପଳେଇ ଆସିଲି ରିଟର୍ନ ପୁଣି ଘରକୁ ଆସୁ ଆସୁ ମୋର ଗୋଟେ ପାର୍ସଲ୍ ଆସିଗଲା। ପାର୍ସଲ୍ ପିକ୍ କରିସାରିକି ମୁଁ ଗାଧେଇ ପାଧେଇ ଫ୍ରେଶ୍ ହେଇକି ଏଠି ସ୍କିନ୍ କେୟାର୍ କରିଦେଲି। ତାପରେ ମୁଁ ଚାଲିଲି ମୋର ଲୁଗାପଟା ଶୁଖେଇବା ପାଇଁ। ଖରା ବି ହଉଥିଲା ଆଜି ଜୋରସୋର। ତ ମୁଁ ଏଠି ଲୁଗାପଟା ଶୁଖେଇ ଦେଇକିନା ଛାତ ଉପରକୁ ଆସି ହିଁ ଖାଇ ଦେଇଥିଲି ସବୁ ଆଇଟମ୍। ତାପରେ 4ଟା ବେଳେ ମୁଁ ବାହାରି ଯାଇଥିଲି ଡ୍ୟାନ୍ସ କ୍ଲାସ୍ ଆଜି ବହୁତ ହି ଜୋସ୍ ଲାଗିଛି ମୋର। ତାପରେ ଘରକୁ ଆସିକି ମୁଁ ସିଙ୍ଗଡ଼ା ଆଉ ରସଗୋଲା ନେଇଥିଲି। ଏଠି ଭାବୁଥିବେ ଆପଣମାନେ କ'ଣ ହେଉଛି, ଏଠି ଗୁଗୁ ପ୍ରିୟାକୁ ଦଉଛି ଫୁଲ। ଏଠି ମୋତେ ବହୁତ ଭଲ ଲାଗୁଥିଲା ଭିଡ଼ିଓ କରିବା ପାଇଁ, ମୁଁ ଭିଡ଼ିଓ କରିଦେଲି। ତାପରେ ଖାଇଦେଲି। ଖାଇକି ଆସି ଦେଖିଲା ବେଳକୁ ମମି ତାର ଆଣ ଫାଣ ଗୋଳାଗୋଳି କରୁଛି ଏଠି ପିଠା କରିବା ପାଇଁ। ଆଜି ମୋ ମୁଡ୍ ରାତିରେ ଜମା ବି ଭଲ ନଥିଲା। ରୁଟି କରିସାରିକି ମୁଁ ଖାଇ ଦେଇଥିଲି, ଖାଇଦେଇ ଗଲି ଶୋଇବା ପାଇଁ। ଏତେ ଥିଲା ଆଜିର ମିଲ୍ ବ୍ଲଗ୍। ଟାଟା।